ୱାଣ୍ଡରଲ୍ୟାଣ୍ଡ ପବ୍ଲିକ୍ ସ୍କୁଲ ଜାତୀୟ କ୍ରୀଡ଼ା ଦିବସରେ ବାର୍ଷିକ କ୍ରୀଡ଼ା ଦିବସ ପାଳନ କରିଛି। ଶିକ୍ଷାଗତ ଏବଂ ଚାରିଟେବଲ୍ ଟ୍ରଷ୍ଟ ଅଧୀନରେ ଥିବା ୱାଣ୍ଡରଲ୍ୟାଣ୍ଡ ପବ୍ଲିକ୍ ସ୍କୁଲ ସମ୍ପ୍ରତି ବାର୍ଷିକ କ୍ରୀଡ଼ା ଦିବସ ଏବଂ ସାମୂହିକ ଯୋଗାଯୋଗର ଏକ ଅନନ୍ୟ ମିଶ୍ରଣ ସହିତ ଜାତୀୟ କ୍ରୀଡ଼ା ଦିବସ ପାଳନ କରିଛି। ଏହି କାର୍ଯ୍ୟକ୍ରମରେ ସ୍ୱାମୀ ବିବେକାନନ୍ଦଙ୍କ 125ତମ ଜନ୍ମବାର୍ଷିକୀ ମଧ୍ୟ ପାଳନ କରାଯାଇଥିଲା। ମୋଟ 120 ଜଣ ଛାତ୍ରଛାତ୍ରୀ ପରିବେଶ ସଚେତନତା ବୃଦ୍ଧି କରିବା ପାଇଁ ବିଭିନ୍ନ ଖେଳ ଏବଂ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ। ସେହି ସମୟରେ ସ୍କୁଲ ଏକ ସାମୂହିକ ଯୋଗାଯୋଗ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ନିକଟବର୍ତ୍ତୀ ଗ୍ରାମାଞ୍ଚଳର 100 ଜଣ ଅବହେଳିତ ପିଲାଙ୍କୁ ସ୍କୁଲ ଷ୍ଟେସନାରୀ ଏବଂ ଖାଦ୍ୟ ବଣ୍ଟନ କରିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆର୍ସି କଲେଜ ଅଧ୍ୟକ୍ଷା ସବିତା ସ୍ୱାଇଁଙ୍କ ସମେତ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ। କୁହାସ୍ଥିତ ଖେତପାଲି ହାଇସ୍କୁଲ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ମଞ୍ଜରୀ ପଟ୍ଟନାୟକ ମଧ୍ୟ ଏହି ଅବସରରେ ଏକ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ। ୱାଣ୍ଡରଲ୍ୟାଣ୍ଡ ଗ୍ରୁପର ପ୍ରତିଷ୍ଠାତା ଏବଂ ପ୍ରଧାନ ଶିକ୍ଷକ ନୀଳିମା ବନ୍ଦୋପାଧ୍ୟାୟ ଏହି ଉତ୍ସବର ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମ ୱାଣ୍ଡରଲ୍ୟାଣ୍ଡ ପବ୍ଲିକ୍ ସ୍କୁଲର କେବଳ ଶିକ୍ଷାଗତ ଉତ୍କର୍ଷତା ପ୍ରତି ପ୍ରତିବଦ୍ଧତାକୁ ନୁହେଁ ବରଂ ଛାତ୍ରମାନଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ ଏବଂ ପରିବେଶଗତ ଚେତନା ବୃଦ୍ଧି କରିବାର ପ୍ରତିବଦ୍ଧତାକୁ ଉଦାହରଣ ଦିଏ। ଜଗନ୍ନାଥ ସ୍ୱାମୀ ଜୟ ବିବେକାନନ୍ଦ जी ମୁଁ କେବଳ ଏତିକି କହିବି ଆମ ଏରିଆରେ ମ୍ୟାଡ଼ାମ୍ ଯେବେଠୁ ଆସିକି ଏ ସଂସ୍ଥାଟି କରିନ୍ତି ମ୍ୟାଡ଼ାମ୍ ବି ବହୁତ ଚେଷ୍ଟା କରିନ୍ତି। ଆମର ବି ଆନ୍ତରିକତା ମ୍ୟାଡ଼ାମ୍ଙ୍କ ପାଇଁ ସଦା ସର୍ବଦା ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ ମୋ ନିଜ କଥା ମୁଁ କହୁଛି ଏ ଅନୁଷ୍ଠାନ ପାଇଁ ମୋ ତରଫରୁ ଯେତିକି ସାହାଯ୍ୟ କରିବା କଥା ମୁଁ ମୋ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି। ଆଉ ଏ ପିଲାମାନଙ୍କୁ ଦେଖି ଆଜି ବହୁତ ଖୁସି ଲାଗୁଛି। ଏମାନେ କେମିତି ଭଲ ରାସ୍ତାରେ ଯିବେ ଭଲ ମଣିଷ ହେବେ ଏଇଟା ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋର ଅତି ବିନମ୍ର ନିବେଦନ। ଦେଖିବା ୱାଣ୍ଡରଲ୍ୟାଣ୍ଡ ସ୍କୁଲ କିଛି ନା କିଛି ପ୍ରୋଗ୍ରାମ ସବୁବେଳେ କରୁଥାଏ। ୱାଣ୍ଡରଲ୍ୟାଣ୍ଡ ସ୍କୁଲ ସଦାବେଳେ ମ୍ୟାଡ଼ାମ୍ ତାଙ୍କ ନିଜସ୍ୱ ପାଣ୍ଠିରୁ ସେ ବହୁତ ଚେଷ୍ଟା କଲେଣି। ତାଙ୍କୁ ଗୋଟେ ସରକାରୀ ଜମି ଯେହେତୁ ଗୋଟେ ସରକାରଙ୍କୁ ଆମେ ନିବେଦନ କରୁଛୁ ଏ ସଂସ୍ଥା ପାଇଁ ନିହାତି ତାଙ୍କୁ ଗୋଟେ ଯେଉଁଠି ହେଲେ ଆମ ଏରିଆରେ ବହୁତ ସରକାରୀ ଜମି ଅଛି। ଯଦି ସରକାର ଚାହିଁବେ ଆମର ମାନ୍ୟବର ବିଧାୟକ ଏମାନେ ଯଦି ଚାହିଁବେ ତାହେଲେ ସଂସ୍ଥା ପାଇଁ ନିଶ୍ଚିତ ଭାବରେ ଜାଗା ଖଣ୍ଡେ ମିଳିପାରିବ। ଆପଣ କ'ଣ କହିବେ ଯେହେତୁ ଆଜି ନ୍ୟାସନାଲ ୟୁଥ୍ ଡେ ଆପଣ ଯେହେତୁ ୟୁଥ୍ ଅଛନ୍ତି ୟୁଥ୍ ମାନଙ୍କୁ କ'ଣ ମେସେଜ ଦେବେ ଆଜି? ପିଲାମାନେ କେମିତି ଭଲ ରାସ୍ତାରେ ଯାଆନ୍ତୁ ଭଲ ମଣିଷ ହୁଅନ୍ତୁ ଭଲ ପାଠ ପଢ଼ନ୍ତୁ। ମୁଁ ଏଠି ବିଦ୍ୟା ଅନୁଷ୍ଠାନ କରିଛି ଏଇ ସୁନ୍ଦରପଦା ଏରିଆରେ। ଯେତେବେଳେ ଏଠି ଜଙ୍ଗଲ ଥିଲା କେହି ଲୋକ ବି ନଥିଲେ ଆପାର୍ଟମେଣ୍ଟ ବି ହେଇନଥିଲା ସେତେବେଳେ ମୁଁ ଛୋଟିଆ ଗୋଟେ ରୁମ୍ ନେଇକି ପିଲାକୁ ଗାଁ ପିଲାକୁ ଡାକିକି ପଢ଼ାଇବା ଷ୍ଟାର୍ଟ କରିଥିଲି। ସେଇ ଜାଗାରୁ ଆଜି ଏତିକି ବାଟ ଚାଲି ଚାଲି ଆସିଛି। ବଟ୍ କୋଭିଡ଼ ଯୋଗୁଁ ମୋର ବହୁତ କିଛି କ୍ଷତି ହେଇଛି ସ୍କୁଲରୁ ଆଉ ବହୁତ କିଛି ଷ୍ଟ୍ରେନ୍ଥ ମୁଁ କରିଥିଲି ସେଟା କୋଭିଡ଼ ଯୋଗୁଁ ଭାଙ୍ଗି ଯାଇଛି। ସୋ ମୁଁ କିନ୍ତୁ ହାରିବାକୁ ଚେଷ୍ଟା କରିନି। ମୁଁ ପୁଣି ଜିରୋରୁ ଷ୍ଟାର୍ଟ କରିକି ଆଜି ପୁଣି ଦୁଇପଟେ ହାଇଟେକ୍ ପଟେ ଗୋଟେ ଆଣ୍ଡ ବିରିବନ୍ଦରେ ଗୋଟେ ସ୍କୁଲ ମୁଁ ଚଲାଉଛି। ଆଉ ବିଭିନ୍ନ ଜାଗାରେ ଫ୍ରାଞ୍ଚାଇଜି ବି ଦେବା ପାଇଁ ଚେଷ୍ଟା କରୁଛି। ଗୋଟେ ଯୋଡ଼େ ଫ୍ରାଞ୍ଚାଇଜି ଆମର ଚାଲିଛି ବଡ଼ମ୍ବା ନରସିଂହପୁରରେ ଚାଲିଛି ସେଠି ଭଲ ଚାଲିଛି। ଭବାନୀପାଟଣାରେ ବି ଏବେ ଦିଆହେଇଛି ଆଉ ବି ମୁଁ ଦେବାକୁ ଚାହେଁ। ଏଟା ହେଲା ଗୋଟେ ଗୋଷ୍ଠୀ ଆମର ୱାଣ୍ଡରଲ୍ୟାଣ୍ଡ ଏଡୁକେସନାଲ ଚାରିଟେବଲ୍ ଟ୍ରଷ୍ଟ। ଯେଉଁ ଟ୍ରଷ୍ଟି ମାନେ ଅଛନ୍ତି ସେମାନେ ମିଟିଂରେ ବେଳେବେଳେ ଆସିଛନ୍ତି ବଟ୍ ସମାଜ ସେବା ଆମର ଏଇ ଅର୍ଗାନାଇଜେସନ୍ ତରଫରୁ ଆମେ ଆଇ ଚେକଅପ୍ କ୍ୟାମ୍ପ ହେଲ୍ଥ ଚେକଅପ୍ କ୍ୟାମ୍ପ ବ୍ଲଡ଼ ଡୋନେସନ୍ କ୍ୟାମ୍ପ ଛୁଆମାନଙ୍କୁ ବସ୍ତ୍ର ଦେବା ଖାଦ୍ୟ ଦେବା କୋଭିଡ଼ କ୍ୟାମ୍ପ କୋଭିଡ଼ରେ ଡିଷ୍ଟ୍ରିବ୍ୟୁଟ୍ କରିବା ଫନିରେ ଡିଷ୍ଟ୍ରିବ୍ୟୁଟ୍ କରିବା ସବୁ ପ୍ରକାର କାମ ଆମେ କରୁଥାଏ। ଆଣ୍ଡ ଏଇ ସ୍କୁଲ ଜରିଏ ମୁଁ ବିପିଏଲ୍ ଛୁଆକୁ 20ଟା ବିପିଏଲ୍ ଛୁଆକୁ ସବୁ ବର୍ଷ ଫ୍ରି ଅଫ୍ କଷ୍ଟ ପଢ଼ାଉଛି। ତାଙ୍କ ପାଇଁ ମୁଁ ସିଟ୍ 20ଟା ମୁଁ ରଖୁଛି ସବୁବେଳେ। କିନ୍ତୁ ମୋ କ୍ଷମତା ବେଶୀ ନାହିଁ। ମୁଁ ଆପିଲ୍ କରିବାକୁ ଚାହେଁ ସମସ୍ତେ ସମାଜର ମାନିଗଣ୍ୟ ବ୍ୟକ୍ତି ପାଖରେ। ମୁଁ ଗଭର୍ଣ୍ଣରକୁ ବି ବହୁତ ଥର ଲେଖିଛି କଲେକ୍ଟରକୁ ବି ଲେଖିଛି ତହସିଲଦାରକୁ ବି ଲେଖିଛି ଯେ ସ୍କୁଲ ପାଇଁ ମୁଁ ବୃଦ୍ଧାଶ୍ରମ ଅନାଥାଶ୍ରମ ସ୍କୁଲ କଲେଜ କରିବାକୁ ଚାହେଁ ମୋତେ ଖଣ୍ଡେ ଜାଗା ମିଳୁ। କିନ୍ତୁ ଏପର୍ଯ୍ୟନ୍ତ ମୋ ଫାଇଲ୍ ମାନେ ସେକେଣ୍ଡ ଟାଇମ୍ ଗଲେ ମୋ ଫାଇଲ୍ ସେଠି ଆଉ ମିଳୁନି। ମେ ବି ମ୍ୟାନ୍ ସପୋର୍ଟ ନାହିଁ ବୋଲି ଏଇଟା ହେଉଛି।
तो मु आज जो मैंने आम ट्रस्टी आम मैनेजिंग कमिटी सब अच्छा समस्त को कहबी मो संगे ये सब कम जातु आ फाइल केमती हजिला कौटी हजिला सब देखु आटा मिलीगले मु समाज बहुत लोक को माने काम कर्म से पारि आज आम विवेकानंद जयंती 125th बर्थ एनिवर्सरी ए दिन यूथ जेनेरेशन रे आम 100 पिला खाता पेंसिल फ्रूट सब रखीचु 100 पिला को बाटिबु गाँव आसबे